ବାପ ଘରୁ ଏହି ଚାରିଟି ଜିନିଷ କେବେ ବି ଶାଶୁଘରକୁ ଆଣନ୍ତୁ ନାହିଁ। ସାଙ୍ଗମାନେ ଆସନ୍ତୁ ଜାଣିବା କିଛି ଏମିତି ଜିନିଷ ବିଷୟରେ ଯାହାକୁ ଯଦି କୌଣସି ଝିଅ ନିଜ ବାପ ଘରୁ ଶାଶୁଘରକୁ କେବେ ଆଣିଥାଏ ତାହେଲେ ତା ଘର ପରିବାର ନିଶ୍ଚିତ ଭାବରେ ବର୍ବାଦ ହୋଇଯିବ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଜାଣିବା କିଛି ଏମିତି ଭୁଲ ବିଷୟରେ ଏବଂ ସେ ସବୁ ଯଦି ଆପଣଙ୍କ ଘରେ ଥିବ ତାହେଲେ ଆପଣ ତୁରନ୍ତ ସେ ଭୁଲକୁ ସୁଧାରି ନିଅନ୍ତୁ, ନହେଲେ ଆପଣ କାଙ୍ଗାଳ ହୋଇଯିବେ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ଚାହୁଁଛନ୍ତି ଧନ ସମ୍ପତ୍ତି ସୁଖ ଶାନ୍ତି ସବୁ ଆପଣଙ୍କ ଜୀବନରେ ରହୁ ତାହେଲେ ଏହି କଥା ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ଦରିଦ୍ରତା ଆସିବ ନାହିଁ। 1ରେ ସାଙ୍ଗମାନେ ଯଦି ଆପଣ ନିଜ ଶୋଇବା ଘରର କବାଟ ଆଡ଼କୁ ଗୋଡ଼ ବା ପାଦ କରି ଶୋଉଛନ୍ତି ତାହେଲେ ଏହା ବାସ୍ତୁ ହିସାବରେ ବିଲକୁଲ ଠିକ୍ ନୁହେଁ। କଥାରେ ଅଛି ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ। 2ରେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି କି ଆପଣଙ୍କ ଘରେ ଲାଗିଥିବା ଘଡ଼ି ବା ଘଣ୍ଟାର ବାସ୍ତୁ ଅନୁସାରେ ବହୁତ ଅଧିକ ମହତ୍ତ୍ୱ ଅଛି। କେବେ ବି ତକିଆ କିମ୍ବା ମୁଣ୍ଡ ତଳେ ଘଡ଼ି ରଖି ଶୁଅନ୍ତୁ ନାହିଁ। ବେଡ୍ର ସାମ୍ନାରେ କିମ୍ବା ପଛରେ ଘଡ଼ି ଲଗାନ୍ତୁ ନାହିଁ, କାରଣ ଏହାଦ୍ୱାରା ନକାରାତ୍ମକ ଭାବନା ମନୁଷ୍ୟର ଚିନ୍ତା ଚେତନାକୁ ଗ୍ରାସ କରିଥାଏ, ଯାହାଦ୍ୱାରା ମାତା ଲକ୍ଷ୍ମୀ ତାଙ୍କ ପାଖକୁ କେବେ ବି ଆସିବାକୁ ଭଲ ପାଆନ୍ତି ନାହିଁ। 3ରେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଶୋଉଥିବା ବେଡ୍ରେ ସଦାବେଳେ ହାଲକା ରଙ୍ଗର ବେଡସିଟ୍ ତକିଆ ବ୍ୟବହାର କରିବା ଉଚିତ, କାରଣ ଏହାଦ୍ୱାରା ବ୍ୟକ୍ତିର ମନୋଭାବନା ସବୁବେଳେ ଶାନ୍ତ ଓ ନିର୍ମଳ ରୁହେ। ଅତ୍ୟଧିକ ଗାଢ଼ ରଙ୍ଗର ବେଡସିଟ୍ ତକିଆ କେବେ ବି ବ୍ୟବହାର କରନ୍ତୁ ନାହିଁ। 4ରେ ଯଦି ଆପଣ ବେଡ୍ ଉପରେ କିଛି ଇଲେକ୍ଟ୍ରିକ୍ ଜିନିଷ ରଖୁଛନ୍ତି ତାହେଲେ ଏହା ବାସ୍ତୁ ଅନୁସାରେ ବିଲକୁଲ ଠିକ୍ ନୁହେଁ। ଆପଣ ଯଦି ଶୋଇବା ସମୟରେ ଯେକୌଣସି ଇଲେକ୍ଟ୍ରିକ୍ ଜିନିଷ ନିଜ ବେଡ୍ ଉପରେ ରଖୁଛନ୍ତି ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି ନାହିଁ। 5ରେ ଆପଣଙ୍କ ଘରେ ଯଦି ପୂର୍ବରୁ କାହାର ମୃତ୍ୟୁ ହୋଇଯାଇଥାଏ ଆପଣ ସାଧାରଣତଃ ତାଙ୍କର ଫଟୋ ଘରେ ଲଗାଇଥାନ୍ତି, କିନ୍ତୁ ଧ୍ୟାନ ରଖନ୍ତୁ ଯେମିତି ଆପଣ ଶୋଉଥିବା ଘରେ କିମ୍ବା ଠାକୁର ଘରେ ତାଙ୍କର ଫଟୋ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ। 6ରେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ନିଜର ପୂରା ଘରେ କିମ୍ବା ଶୋଇବା ଘରେ କେବେ ବି ମାଂସାହାରୀ ଜୀବର ଫଟୋ ଲଗାଇବା ଉଚିତ ନୁହେଁ ଏବଂ କୌଣସି ଯୁଦ୍ଧର ଫଟୋ ବି ଲଗାନ୍ତୁ ନାହିଁ। ଏମିତି କଲେ ଆପଣଙ୍କ ଘରେ ସର୍ବଦା କଳି ଝଗଡ଼ା ଅଶାନ୍ତି ଲାଗି ରହିଥାଏ, ଯେଉଁଥିପାଇଁ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି ନାହିଁ। ଶାସ୍ତ୍ରରେ କିଛି ଏମିତି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଗୋଟେ ଝିଅ ତା ବାପ ଘରୁ ଶାଶୁଘରକୁ କେବେ ଆଣିବା ଉଚିତ ନୁହେଁ, ନଚେତ୍ ତା ସ୍ୱାମୀର ସର୍ବନାଶର କାରଣ ସେ ହିଁ ହୋଇଯିବ ଏବଂ ତା ସ୍ୱାମୀ କାଙ୍ଗାଳ ହୋଇଯାଇଥାଏ। ଝିଅମାନଙ୍କ ପାଇଁ ସବୁ ମା ବାପାଙ୍କର ସ୍ୱପ୍ନ ଥାଏ କି ତାକୁ ଏକ ଭଲ ଶାଶୁଘର ଏବଂ ଭଲ ସ୍ୱାମୀଟିଏ ମିଳୁ। ଶାଶୁଘରେ ତାଙ୍କ ଝିଅକୁ ମାନ ସମ୍ମାନ ମିଳିବା ସହିତ ସୁଖ ସୁବିଧା ସବୁକିଛି ମିଳୁ, କିନ୍ତୁ ବହୁତ ଥର ବାପା ମା ତାଙ୍କ ଅଜାଣତରେ କିଛି ଏମିତି ଭୁଲ କରି ବସନ୍ତି ଯେଉଁଥିପାଇଁ ତାଙ୍କ ଝିଅକୁ ଜୀବନ ସାରା ତା ଶାଶୁଘରେ ଦୁଃଖ କଷ୍ଟ ସହିବାକୁ ପଡ଼ିଥାଏ। ଝିଅକୁ ଦିଆଯାଇଥିବା କିଛି ଜିନିଷ ପାଇଁ ତା ଜୀବନରେ ସୁଖ ବଦଳରେ ଦୁଃଖ ଆସିଥାଏ। ଆସନ୍ତୁ ଜାଣିବା ଝିଅକୁ ଭୁଲରେ ବି କେଉଁ ଜିନିଷ ଦେବା ଉଚିତ ନୁହେଁ। 1ରେ ଝିଅକୁ କେବେ ବି ଲଙ୍କା ଦିଅନ୍ତୁ ନାହିଁ। ଏହା ତାର ବୈବାହିକ ଜୀବନରେ ପ୍ରଭାବ ପକାଇଥାଏ। କଥାରେ ଅଛି ଝିଅ ସାଥିରେ ଲଙ୍କା ଦେଲେ ତାର ଏବଂ ତା ସ୍ୱାମୀର ସମ୍ପର୍କରେ ତିକ୍ତତା ଆସିଥାଏ। ତେଣୁ ଝିଅକୁ ଶାଶୁଘରକୁ ପଠାଇଲା ବେଳେ ଫଳ ଏବଂ ମିଠା ଦିଅନ୍ତୁ, ଏହା ଶୁଭ ହୋଇଥାଏ। 2ରେ ଲୋକମାନେ ଝିଅକୁ ଶାଶୁଘରକୁ ବିଦା କଲାବେଳେ ଚୁଲା ଦେଇଥାନ୍ତି, କିନ୍ତୁ ଏମିତି କେବେ ବି କରନ୍ତୁ ନାହିଁ। ଚୁଲା ଦେବାର ଅର୍ଥ ହେଉଛି କି ଶାଶୁଘରେ ନିଜର ଅଲଗା ଚୁଲା କରିଦେବା।
ଆପଣ ଚୁଲା ଜାଗାରେ ଘର ସଜେଇବା ପାଇଁ କିଛି ସୁନ୍ଦର ଜିନିଷ ଦେଇପାରିବେ। 3ରେ ଝିଅକୁ କେବେ ବି ବେଶୀ ଧାର ଥିବା ଜିନିଷ ଦିଅନ୍ତୁ ନାହିଁ। ତାହାର ଅର୍ଥ ହେଉଛି କି ଆପଣ ତାକୁ ତାର ଶାଶୁ ଘରେ ସମସ୍ତଙ୍କ ସହିତ ମିଳିମିଶି ଚଳିବା ପାଇଁ ଅଟକାଉଛନ୍ତି, ଯେଉଁଥିପାଇଁ ସେ ତା ଶାଶୁ ଘରେ ସମ୍ପୂର୍ଣ୍ଣ ଭାବରେ ଏକୁଟିଆ ହୋଇ ରହିଯାଏ। ସେଥିପାଇଁ ତାକୁ ଏମିତି କିଛି ସୁଗନ୍ଧ ଜିନିଷ ଦିଅନ୍ତୁ ଯାହାକୁ ନେଇ ସେ ତା ଶାଶୁ ଘରେ ସମସ୍ତଙ୍କର ପ୍ରିୟ ହୋଇପାରିବ। 4ରେ ଝିଅ ଗଲାବେଳେ ତାକୁ କଦାପି ଖଟା କିମ୍ବା ଆଚାର ଦିଅନ୍ତୁ ନାହିଁ। ଏହାକୁ ଦେଲେ ତାର ସବୁ ସମ୍ପର୍କରେ ଖଟାସ ଆସିଯାଇଥାଏ। ଯେତେବେଳେ କି ଆପଣ ଖାଇବା ପିଇବାର ସବୁ ଜିନିଷ ଦେଇପାରିବେ, କିନ୍ତୁ ଖଟା କିମ୍ବା ଆଚାର ନୁହେଁ। ସବୁ ବାପା ମାଙ୍କୁ ଅନୁରୋଧ, ଝିଅକୁ ଶାଶୁଘରକୁ ବିଦା କଲାବେଳେ ଏହିସବୁ ଜିନିଷ ଦିଅନ୍ତୁ ନାହିଁ। ଆଜିର ଏ ସୁନ୍ଦର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିବ ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦେବେ, ଯାହାଦ୍ୱାରା ନୂତନ ଭିଡ଼ିଓ ଆସିଲେ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଜୟ ଜଗନ୍ନାଥ।